ମୁଁ ଯୋଗେନ୍ଦ୍ର କୁମାର ଜେନା। ମୁଁ ଆମ ଓପିଟିସିଏଲ୍ ଇଞ୍ଜିନିୟର ଆସୋସିଏସନର ଜେନେରାଲ ସେକ୍ରେଟାରୀ ଅଛି। ଆଉ ଆମେ ଗତ ମାର୍ଚ୍ଚ 7 ତାରିଖରୁ ଆମେ ସାଇଲେଣ୍ଟ ପ୍ରୋଟେଷ୍ଟରେ ଅଛୁ। ଆମର ଚାରୋଟି ମୁଖ୍ୟ ଦାବି ଅଛି। ପ୍ରଥମ ଦାବିଟି ରହୁଛି କି ଆମେ ଆମ ଯେଉଁ ପ୍ରକଳ୍ପ ଓପିଟିସିଏଲ୍ ହେଉଛି ସେସବୁରେ ଯେଉଁ କାର୍ଯ୍ୟକାରିତା ହେଉଛି ତାପରେ ଆମେ ସୁଧାର ଆଣିବାକୁ ଚେଷ୍ଟା କରୁଛୁ। ପ୍ରଥମଟି ପ୍ରକଳ୍ପ କରିବା ପୂର୍ବରୁ ମୁଖ୍ୟତଃ ଓପିଟିସିଏଲ୍ ସିଷ୍ଟମ ଅନୁସାରେ ଜମି ଅଧିଗ୍ରହଣ କରିବା କଥା। ତା ସହ ପ୍ରକଳ୍ପଟି କେଉଁ ଲାଇନ୍ କେଉଁ ରୁଟ୍ ଦେଇ ଗତି କରିବ ତା ଉପରେ ପ୍ଲାନିଂ କରିବା କଥା। ଥାର୍ଡ଼ରେ ହେଉଛି ଫଣ୍ଡିଂ ମାନେ ଆମର ଯେଉଁ ପ୍ରକଳ୍ପ କରାହେଉଛି ତାର ଫଣ୍ଡିଂଟା କେଉଁଠୁ ଆସିବ, ଏଇଟା ଓପିଟିସିଏଲ୍ ଲୋନ୍ କରିବ କି ଆମର ଗଭର୍ଣ୍ଣମେଣ୍ଟ ଫଣ୍ଡିଂ ଦେବ, ତାର ଡିଟେଲ୍ କାର୍ଯ୍ୟକାରିତା ତାର ଡିଟେଲ୍ ହେଲା ପରେ ହିଁ ପ୍ରକଳ୍ପ ପାଇଁ ଟେଣ୍ଡରିଂ ହେବା କଥା, ତାପରେ ୱାର୍କ ଅର୍ଡର ହେବା କଥା। କିନ୍ତୁ ଦୁଃଖଦ ବିଷୟ ଆମ ଓପିଟିସିଏଲ୍ ସିଷ୍ଟମରେ এই ତିନୋଟି ମୁଖ୍ୟ ପ୍ରସଙ୍ଗକୁ ଆଡ୍ରେସ୍ ନ କରାଯାଇ ୱାର୍କ ଅର୍ଡର କରିଦିଆଯାଉଛି। ଫଳସ୍ୱରୂପ ଆପଣ ବୁଝିପାରୁଥିବେ ଯେ ପ୍ରକଳ୍ପ 2 ବର୍ଷ 3 ବର୍ଷ ପରେ ମଧ୍ୟ ପ୍ରକଳ୍ପର କୌଣସି ଲ୍ୟାଣ୍ଡ ଆକ୍ୱିଜିସନ୍ ହେଇପାରୁନାହିଁ। ଇଭିନ୍ ରୁଟ୍ ସର୍ଭେ ମଧ୍ୟ ଠିକ୍ସେ ହେଇପାରୁନାହିଁ। ଫଳସ୍ୱରୂପ ଆପଣ এই ଯେଉଁ ପ୍ରକଳ୍ପ ଯେଉଁ ଅର୍ଥ ବିନିଯୋଗ ହେଲା ସେ ଅର୍ଥ ବିନିଯୋଗ ଠିକ୍ ଭାବେ ହେଇପାରୁନାହିଁ। ମୁଖ୍ୟତଃ ଆମ ଓପିଟିସିଏଲ୍ ପ୍ରକଳ୍ପ ଯାହା ବି ହେଉଛି ସେସବୁ ଅର୍ଥ ହେଉଛି ଆମର ପବ୍ଲିକ୍ର ଅର୍ଥ, ଓଡ଼ିଶା ଜନତାର ଅର୍ଥ। ଯଦି ସେଇ ଅର୍ଥ ଯଦି ଠିକ୍ ଭାବେ ପରିଚାଳନା ନ ହେଇପାରିବ ତାହେଲେ ଅର୍ଥଟି ପୁରା ସମ୍ପୂର୍ଣ୍ଣ ରୂପେ ନଷ୍ଟ ହେଇଯିବ। ଓଡ଼ିଶା ଜନତାର ଅର୍ଥ ହିଁ ନଷ୍ଟ ହେଇଯିବ। ଆମର ସେକେଣ୍ଡ ଦାବିଟି ରହୁଛି କି ଓପିଟିସିଏଲ୍ କ୍ୟାଡର ରିଷ୍ଟ୍ରକ୍ଚରିଂ, କ୍ୟାଡର ପୁନର୍ଗଠନ। ଆମର ଓପିଟିସିଏଲ୍ କ୍ୟାଡର ପୁନର୍ଗଠନ ଜେନେରାଲି ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟ ହେଲା ପରେ ତାକୁ ଅନୁକରଣ କରାଯାଏ। ବଟ୍ ଦୁଃଖଦ ବିଷୟ ଯେ ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟରେ 2021 ଡିସେମ୍ବର ପରଠୁ କ୍ୟାଡର ରିଷ୍ଟ୍ରକ୍ଚରିଂ ହେଇସାରିଲାଣି। ଆଉ ଓପିଟିସିଏଲ୍ ମଧ୍ୟ 2022 ଜାନୁଆରୀ ମାସରେ ଆରମ୍ଭ ହୋଇଥିଲା କ୍ୟାଡର ରିଷ୍ଟ୍ରକ୍ଚରିଂ, ମାନେ କ୍ୟାଡର ପୁନର୍ଗଠନ ଆରମ୍ଭ ହୋଇଥିଲା। କ୍ୟାଡର ପୁନର୍ଗଠନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେଉଁ ସାର୍ ଆଉ ମ୍ୟାଡ଼ାମ୍ ମାନେ ଦୀର୍ଘ 35 ବର୍ଷ ଚାକିରି କଲା ପରେ 30ରୁ 35 ଚାକିରି କଲା ପରେ ରିଟାୟାର୍ଡ ହେଇଯାଉଛନ୍ତି, ତାଙ୍କୁ ପଦୋନ୍ନତି ଦେବା ପାଇଁ ଗୋଟେ କ୍ୟାଡର ପୁନର୍ଗଠନ ଗଭର୍ଣ୍ଣମେଣ୍ଟ ଡିପାର୍ଟମେଣ୍ଟ କରାଯାଇଥିଲା। ସେହି ସମାନ ଅନୁପାତକୁ ଆମ ଓପିଟିସିଏଲ୍ ସିଷ୍ଟମ ଅନୁକରଣ କରାଯାଇଥିଲା। ମାତ୍ର ଦୀର୍ଘ 3 ବର୍ଷ ପରେ ମଧ୍ୟ କ୍ୟାଡର ପୁନର୍ଗଠନରେ ଏପର୍ଯ୍ୟନ୍ତ କୌଣସି ସୁଧାର ଅଣାଯାଇ ନାହିଁ। ଆଉ ସବୁଠୁ ଦୁଃଖଦ ବିଷୟ ହେଉଛି କି 1.5 ବର୍ଷ ହେଲା କ୍ୟାଡର ପୁନର୍ଗଠନ ଆମ ଏନର୍ଜି ଡିପାର୍ଟମେଣ୍ଟ ଶକ୍ତି ବିଭାଗରେ ପଡ଼ି ରହିଛି। ଫଳସ୍ୱରୂପ ଆମର এই ଯେଉଁ କ୍ୟାଡର ପୁନର୍ଗଠନ ନ ହେବାରୁ ଆମର ଇଞ୍ଜିନିୟରମାନଙ୍କ ଭିତରେ ବହୁତ ଅସନ୍ତୋଷ ସୃଷ୍ଟି ହେଉଛି। ତା ସହିତ ବହୁତ ଇଞ୍ଜିନିୟର ସାର୍ ମ୍ୟାଡ଼ାମ୍ ମାନେ ରିଟାୟାର୍ଡ କରିଯାଉଛନ୍ତି। ତ ଆମର ଏନର୍ଜି ଡିପାର୍ଟମେଣ୍ଟ ଯେଉଁ କ୍ୟାଡର ପୁନର୍ଗଠନ ପଡ଼ି ରହିଛି, ଆମେ ଆମର ମୁଖ୍ୟମନ୍ତ୍ରୀ ଆଉ ଆମର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ରିକ୍ୱେଷ୍ଟ କରିକି ସେମାନେ ଏଇଥିରେ ଇଣ୍ଟରଭେନ୍ କରିକି ଆମର କ୍ୟାଡର ପୁନର୍ଗଠନକୁ ଠିକ୍ ଭାବରେ କରନ୍ତୁ, ଓପିଟି ସିଷ୍ଟମ କରନ୍ତୁ। ଦାୟୀ ଆଜ୍ଞା ସିଷ୍ଟମ ହିଁ ଆମର ମୁଖ୍ୟତଃ ଦାୟୀ ରହୁଛି। ପ୍ରଥମେ ଆମର ଓପିଟିସିଏଲ୍ ସିଷ୍ଟମରେ HR ଡିପାର୍ଟମେଣ୍ଟ ମଧ୍ୟ ସ୍ଲୋଲି କ୍ୟାଡର ରିଷ୍ଟ୍ରକ୍ଚରିଂ କରିବା ଆରମ୍ଭ କଲା। ଇଭିନ୍ ଆମର ଆସୋସିଏସନ ତରଫରୁ ସବୁ ସହଯୋଗ କରାଗଲା ପରେ ମଧ୍ୟ 2 ବର୍ଷ ହେଲା କ୍ୟାଡର ଓପିଟିସିଏଲ୍ ସିଷ୍ଟମ ଓପିଟିସିଏଲ୍ ବୋର୍ଡ ଆପ୍ରୁଭ୍ କଲା। ତା ସହିତ ଏନର୍ଜି ଡିପାର୍ଟମେଣ୍ଟରେ ଦୀର୍ଘ 1.5 ବର୍ଷ ପଡ଼ି ରହିଛି। ଆଉ ଏଥିରେ ଆମର ଶକ୍ତି ବିଭାଗ ଯେଉଁ କାର୍ଯ୍ୟ ନ କରିପାରୁଛନ୍ତି, ଫଳସ୍ୱରୂପ ଠିକ୍ ଭାବରେ କରିପାରୁନାହାନ୍ତି। ଆଉ ଭାବୁଛନ୍ତି ଯେ ଓପିଟିସିଏଲ୍ ଯେଉଁ କ୍ୟାଡର ପୁନର୍ଗଠନ ହେଇପାରନ୍ତା ଦରକାର ନାହିଁ। କିନ୍ତୁ ବହୁତ ଦୁଃଖଦ ବିଷୟ, ଆମେ ସବୁଠୁ ରିସ୍କି ଏରିଆରେ କାମ କରୁଛୁ। ଆମର ଲାଇଫ୍ ରିସ୍କ ଅଛି ମଧ୍ୟ। ଆମର କ୍ୟାଡର ଗଠନ ନିଶ୍ଚୟ ଦରକାର। ଆଉ ଆମେ ବି ଡେଡିକେଟଲି କାମ କରୁଛୁ। ଆଉ ପ୍ରଥମ ଜିନିଷ ହେଉଛି କି ଓପିଟିସିଏଲ୍ ଯାହା ବି ଗ୍ରିଡ୍ ସବଷ୍ଟେସନ ଅଛି ଆପଣ ଯଦି 1 ଘଣ୍ଟା ପାଇଁ ବନ୍ଦ କରିଦେବେ, ଆପଣ ଜାଣିପାରିବେ ଯେ ଓପିଟିସିଏଲ୍ ଗ୍ରିଡ୍ ସିଷ୍ଟମ ମାନେ ଓପିଟିସିଏଲ୍ ସିଷ୍ଟମର ମହତ୍ତ୍ୱ କ'ଣ। ଆମେ ଯାହା ଜଣେଇଲୁ ମାର୍ଚ୍ଚ 7 ତାରିଖ ପରଠୁ ଆମେ ଶାନ୍ତିପୂର୍ଣ୍ଣ ଧାରଣା ଦେଉଛୁ। ତା ସହ ଏପ୍ରିଲ 2 ତାରିଖ ପରଠୁ ଆମେ କ୍ୟାଣ୍ଡେଲ ପ୍ରୋଟେଷ୍ଟକୁ ଆସିଛୁ। ଆଉ ଯଦି ସରକାର ଏହି ବିଷୟରେ ଆମର ଦାବିକୁ ପୂର୍ଣ୍ଣ ନ କରନ୍ତି କି ଅନୁଧ୍ୟାନ ନ କରନ୍ତି, ତାହେଲେ ଆମେ ଆଗକୁ ଷ୍ଟେଜ୍ ପ୍ରୋଟେଷ୍ଟକୁ ଯିବୁ। ଆଉ ଏହା ନିଶ୍ଚୟ ଭୟଙ୍କର ରୂପ ଧାରଣ କରିବ। ଗୁରୁପ୍ରସାଦ ମିଶ୍ର, ମୁଁ ଓଡ଼ିଶା ପାୱାର ଟ୍ରାନ୍ସମିଶନ ଇଞ୍ଜିନିୟର୍ସ ଆସୋସିଏସନର ଉପସାଧାରଣ ସମ୍ପାଦକ। ଦେଖନ୍ତୁ ଆଜ୍ଞା, ଲାଷ୍ଟ 1.5 ମାସ ହେଲାଣି ଆମେ ନୀରବ ଭାବରେ ପ୍ରତିବାଦ କରି ଆସୁଛୁ। ଆଉ ନିଜର ନ୍ୟାଯ୍ୟ ଦାବି ନିଗମ କର୍ତ୍ତୃପକ୍ଷ ଆଉ ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇବା ପାଇଁ ସର୍ବଦା ଚେଷ୍ଟିତ ଅଛୁ। ଆମର 4ଟି ମୁଖ୍ୟ ଦାବି ଅଛି। ତା ଭିତରୁ ଯେହେତୁ 2ଟି ଦାବି ଆମର ସାଧାରଣ ସମ୍ପାଦକ ଆପଣଙ୍କୁ କହିଲେ, ମୁଁ ତୃତୀୟ ଦାବି ଉପରେ ଆଲୋକପାତ କରିବା ପାଇଁ ଚାହୁଁଛି। ଶକ୍ତି ବିଭାଗରେ ଥିବା ଯେତେକ ପାୱାର ସେକ୍ଟର କର୍ପୋରେସନ ଅଛି, ଯେତେକ ନିଗମ ଅଛି, ସବୁଗୁଡ଼ା ଜରୁରୀକାଳୀନ ସେବା ଅଣ୍ଡରରେ ଆସୁଛି। ସେଥିପାଇଁ ଆମ ଉପରେ ଏସ୍ମା ଲାଗେ, ଏମର୍ଜେନ୍ସି ସର୍ଭିସେସ୍ ମ୍ୟାନେଜମେଣ୍ଟ ଆକ୍ଟ। এইଭଳି ଗୋଟେ ଅତି ଜରୁରୀକାଳୀନ ଆଉ ଗୁରୁତ୍ୱପୂର୍ଣ୍ଣ ସେବା ଦେଉଥିବା ନିଗମରେ ମ୍ୟାନପାୱାର ସର୍ଟେଜ ରହିବା, ପଦବୀ ରିକ୍ତ ରହିବା ଗୋଟେ ବଡ଼ ଗର୍ହିତ ଅପରାଧ ସହିତ ସମାନ। କାହିଁକି
जदि ऑपरेशन मेंटेनेंस रे लोक रहिबेनी ताले कोनोसी प्रकार रे एथिरे इफेक्टिवनेस आसीबो नाही। आपनको आमे जणै देबाकू चाहूछु जे लास्ट विगत 5-6 वर्ष हेलानी आमर टेक्निकल कैडर रे जोटा वैषयिक विभाग आमर अच्छी एठी टेक्निकल कैडर रे अराउंड 50% सैंक्शन स्ट्रेंथ ऑफ मैन पावर रे चली। तेणु आमे बारंबार निगम कर्तृपक्ष को अनुरोध करुछु जेते यथा शीघ्र संभव जहाँ रिक्त पदवी अच्छी सेटा पूरण करंतु जहाद्वारा कि लोक इफेक्टिवली काम करें, विद्युत सरबराह निरवच्छिन्न भाव में चलो आउ तार उत्पादयता मिल। मु सक्सेसिव मैनेजमेंट मान दायी करुच्ची कारण ये मनोभावटा पोषण करने दरकार कि जदि लोक न रहिबे ताले सिस्टम चलो केमती। जो कहती जे देयर इज ऑलवेज ए मैन बिहाइंड द मशीन। ऑटोमेशन गोटे लोकर विचारधाराटा कि तार उत्पादकता को संपूर्ण रूपे रिप्लेस करें। तेणु आमर सिस्टम रे जहाँ टेक्नोलॉजिकल इम्प्रूवमेंट होउची सेटा को अडॉप्ट करा जाऊ, किंतु एटा भी असेसमेंट करा जाऊ जे केतिकी लोक रहिले ए टेक्नोलॉजी को सस्टेन करियो।